ଐତିହାସିକ ଦ୍ରୌପଦୀ ମେଳନରେ ଯେଉଁ ଭବ୍ୟ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ମହାପ୍ରଭୁଙ୍କର ଇଏ ଅପୂର୍ବ ଲୀଳା ଯେଉଁଟା ମୁଁ କହିଲା ବେଳକୁ ମୋ ଲୋମ ଟାଙ୍କୁରି ହେଇଯାଉଛି, ଯେଉଁଟାକି ଆମେ କେବେ ଭାବିନଥିଲୁ ଏତେ ଭବ୍ୟ ଭାବରେ କାର୍ଯ୍ୟକ୍ରମ କରିବା ପାଇଁ। କିନ୍ତୁ ଆପଣମାନେ ଏବେ ଦେଖିବାକୁ ପାଉଛନ୍ତି ମହାକଳସ ଶୋଭାଯାତ୍ରାରେ କିପରି ଭାବରେ ସ୍ୱତଃ ଭାବରେ ଶ୍ରଦ୍ଧାଳୁମାନେ ସାମିଲ ହୋଇଥିଲେ। ଏହି 5 ଦିନ ବ୍ୟାପୀ ଆୟୋଜିତ ଏହି ଜଗନ୍ନାଥ ମହୋତ୍ସବର କାଲି ମାନ୍ୟବର ବାଚସ୍ପତି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଆଗାମୀ ଦିନରେ ଇଏ ଆଉ 5 ଦିନ 4 ଦିନ ଆଜି ହେଲା ଦ୍ୱିତୀୟ ଦିବସ, ଆଉ 3 ଦିନ ଚାଲିବ। ସୋମବାର ମଧ୍ୟ ମହାପୂର୍ଣ୍ଣ ଆହୁତି ଏଠାରେ ହେବ। ତେଣୁ ओम स्वस्ति न इंद्रो रद्धस्रवाः स्वस्ति नः पूषा विश्ववेदाः स्वस्ति नस्तार्क्ष्यो अरिष्टनेमिः स्वस्ति पृथिवी शान्तिरापः शान्तिरोक्षरयः शान्तिः वनस्पतयः शान्तिर्विश्वेदेवाः। ଯେଉଁ ଚେଷ୍ଟା ଆଉ ଅନ୍ୟମାନେ ଯେଉଁ ଆମ ଅଞ୍ଚଳ ଯେଉଁ ଯୁବକମାନେ ଏଥିରେ ବୁଦ୍ଧିଜୀବୀମାନେ ଆଉ ବୈଜ୍ୟେଷ୍ଠ ମାନେ ବିଭିନ୍ନ ପୂଜା କମିଟି ଏମାନେ ସବୁ ସାମିଲ ହୋଇଛନ୍ତି, ଯେଉଁଟା ସମସ୍ତଙ୍କୁ ନେଇକି ଏ କାର୍ଯ୍ୟକ୍ରମ ବହୁତ ସୁନ୍ଦର ଭାବରେ ମହାପ୍ରଭୁ ଜଗନ୍ନାଥଙ୍କର 24 ବେଶ, ମହାପ୍ରଭୁ ନୀଳମାଧବଙ୍କର 10 ବେଶ, ଆଉ ଆପଣ ଦେଖିବେ ଏଠି 3 ରଥ ଆପଣ ସାମ୍ନାରେ ବିଜୟମାନ ଅଛନ୍ତି। ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଅଛନ୍ତି। ଆମର ସମ୍ମୁଖରେ ଦାରୁ ବିଗ୍ରହରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ବଡ଼ସିଂହାର ବେଶରେ ଅଛନ୍ତି। କାଲି ମଧ୍ୟ ଚନ୍ଦନ ଲାଗି ବେଶ ହେବ। ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦାନ କରିବା ପାଇଁ ଅନୁରୋଧ କରୁଛୁ। ମାନେ ଦେଖିବାକୁ ମିଳିଛି ଏଠି ଅଞ୍ଚଳରେ ହଜାର ହଜାର ଭକ୍ତଙ୍କର ସମାଗମ ଆଉ ଜଗନ୍ନାଥମୟ ହେଇଯାଇଛି ଏ ଅଞ୍ଚଳ। ଦେଖନ୍ତୁ, ଏଠି ଆପଣ ପୁରୀ ମନ୍ଦିରରେ ଯେମିତି ଆପଣ ପ୍ରବେଶ କଲାବେଳେ ଆପଣ ଦେଖିବେ ଆପଣଙ୍କର ଆନନ୍ଦ ବଜାର, ଆପଣଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଆମେ ରଖିଛୁ, ଯେଉଁଟାରେ ଜଗନ୍ନାଥ ପୁରୀରେ ଯେମିତି ଆପଣ ଫିଲ୍ ଲାଗିବ ଯେ ଆମେ ମନ୍ଦିରରେ ଦର୍ଶନ କରୁଛୁ, ସେହି ପରିବେଶଟା ଏଥର ଯିଏ ଆସିଲେ ଅନ୍ୟମାନଙ୍କୁ ଡାକିକି ଆଣିକିନା ଆଜି ଦେଖନ୍ତୁ ହଜାର ହଜାର ଲୋକ ସାମିଲ ହୋଇଛନ୍ତି। ତେଣୁ ଏଇଟା ଆମକୁ ସେବା କରିବା ପାଇଁ ଗୋଟେ ସୁଯୋଗ ମିଳୁଛି, ସେଠି ବଡ଼ କଥା। ଜଗନ୍ନାଥଙ୍କର ଏଇଟା ଆମ ପାଇଁ ସୁଯୋଗ ଯେ ବର୍ଷକୁ ଥରେ ଏଇଭଳିଆ ଆମେ ସେବା କରିପାରୁ।